ସହପାଠୀ ଓ ଛୋଟ ବଡ଼ ଭାଇ ଓ ଭଉଣୀମାନେ, ଆଜି ଏହି ପବିତ୍ର ଗୁରୁ ଦିବସ ଅବସରରେ ମୋତେ କିଛି କହିବାର ଅନୁମତି ମିଳିଥିବାରୁ ମୁଁ ସୁଶ୍ରୀ ପ୍ରିୟାଂଶୀ ପ୍ରିୟଦର୍ଶିନୀ ବେହେରା ପଞ୍ଚମ ଶ୍ରେଣୀ ଛାତ୍ରୀ ନିଜକୁ ଧନ୍ୟ ମନେ କରୁଛି। ଗୁରୁ ଶବ୍ଦ ହେଉଛି ଦୁଇଟି ଅକ୍ଷରର ସମାହାର। ଗୁ ଅର୍ଥ ଅନ୍ଧକାର, ରୁ ଅର୍ଥ ଜ୍ଞାନ, ଅର୍ଥାତ୍ ଅଜ୍ଞାନ ରୂପକ ଅନ୍ଧକାରକୁ ଦୂର କରି ଯିଏ ଆମକୁ ଜ୍ଞାନ ରୂପକ ଆଲୋକ ପ୍ରଦାନ କରିଥାନ୍ତି ସେ ହେଉଛନ୍ତି ଆମର ପ୍ରକୃତ ଗୁରୁ ପଦବାଚ୍ୟ। ସାଧାରଣତଃ ଆମ ଜୀବନରେ ପିତାମାତା ହେଉଛନ୍ତି ଆମର ପ୍ରଥମ ଗୁରୁ। ପିତାମାତାଙ୍କ ପରେ ଆମ ଜୀବନରେ ଯିଏ ଆସିଥାନ୍ତି ସେ ହେଉଛନ୍ତି ଶିକ୍ଷକ ବା ଗୁରୁଜୀ ଗୁରୁମା। ଗୁରୁ ଭଗବାନଙ୍କ ସତୁଳନୀୟ। ଏହି ଗୁରୁମାନେ ଆମର ପ୍ରତ୍ୟେକ ଛୋଟ ବଡ଼ ଭୁଲକୁ କ୍ଷମା କରି ଆମକୁ ଉଚିତ ଶିକ୍ଷା ଦେଇ ଆମ ଭବିଷ୍ୟତର ଜୀବନ ଯାତ୍ରାକୁ ସରଳ ଓ ଆଲୋକମୟ କରିଥାନ୍ତି। ସମଗ୍ର ଭାରତରେ ପ୍ରତିବର୍ଷ ସେପ୍ଟେମ୍ବର 5 ତାରିଖରେ ଗୁରୁ ଦିବସ ପାଳନ କରାଯାଏ। ଏହି ଦିବସଟି ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ। ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନ 1888 ମସିହା ସେପ୍ଟେମ୍ବର 5 ତାରିଖରେ ତାମିଲନାଡୁର ଥିରୁତାନି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଥିଲା ବୀରସ୍ୱାମୀ ଓ ମାତାଙ୍କ ନାମ ଥିଲା ସୀତମ୍ବା। ସେ ମାନ୍ଦ୍ରାଜ ବିଶ୍ୱବିଦ୍ୟାଳୟରେ ଦର୍ଶନ ଶାସ୍ତ୍ରରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ପ୍ରଥମେ ମାନ୍ଦ୍ରାଜ ପ୍ରେସିଡେନ୍ସି କଲେଜରେ 1909 ମସିହାରେ ଶିକ୍ଷାଦାନ ଆରମ୍ଭ କରିଥିଲେ। ପରେ ସେ ହିନ୍ଦୀ ବିଶ୍ୱବିଦ୍ୟାଳୟରେ କୁଳପତି ଓ ଭାରତ ପ୍ରଥମ ଉପରାଷ୍ଟ୍ରପତି ଭଳି ବିଭିନ୍ନ ପଦବୀରେ ରହିବାର ସୌଭାଗ୍ୟ ଅର୍ଜନ କରିଥିଲେ। ସେ ଜଣେ ବିଖ୍ୟାତ ଦାର୍ଶନିକ ଓ ରାଜନୈତିକ ତଥା ପ୍ରବୀଣ ଦେଶସେବକ ଭାବେ ସେ ଖ୍ୟାତି ଅର୍ଜନ କରିଥିଲେ। ସେ ଇଂଲଣ୍ଡର ସର୍ବୋଚ୍ଚ ଉପାଧି ଅର୍ଡର ଅଫ୍ ମେରିଟ୍ ପଦ ପାଇବାର ସୌଭାଗ୍ୟ ଅର୍ଜନ କରିଥିଲେ। ଏ ସଂସାରରେ ଯିଏ ଯେଉଁ ପଦବୀରେ ଥାଉ ନା କାହିଁକି, ସେ ଡାକ୍ତର ହୁଅନ୍ତୁ କି ପୋଲିସ ହୁଅନ୍ତୁ କି କୌଣସି ସଫଳ ବ୍ୟକ୍ତି ହୁଅନ୍ତୁ, ପ୍ରତ୍ୟେକଙ୍କ ଜୀବନରେ ଗୁରୁଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଗୁରୁମାନଙ୍କ ସମ୍ମାନାର୍ଥେ ଆମେ ତାଙ୍କ ଜନ୍ମ ଦିବସକୁ ଗୁରୁ ଦିବସ ରୂପେ ପାଳନ କରିବା ପାଇଁ ସେ ଆମକୁ ପରାମର୍ଶ ଦେଇଥିଲେ। ଆଜି ତାଙ୍କ ଜନ୍ମ ଦିବସରେ ଆମେ ସମସ୍ତେ ଶପଥ ନେବା ଗୁରୁଙ୍କୁ ସଦା ସର୍ବଦା ସମ୍ମାନ କରିବା ଓ ଗୁରୁଙ୍କ ଆଦେଶକୁ ଅନୁପ୍ରାଣିତ କରି ଦେଶର ଜଣେ ସୁନାଗରିକ ହେବା ପାଇଁ ନିଜକୁ ଗଢ଼ି ତୋଳିବା। ଗୁରୁଙ୍କୁ ନ ମଣିବ ନର, ଗୁରୁ ହିଁ ସାକ୍ଷାତ ଈଶ୍ୱର। ଏତିକି କହି ମୁଁ ମୋର ବକ୍ତବ୍ୟକୁ ବିରାମ ଦେଉଛି। ଦଶ ତ୍ରୁଟି ଥିଲେ କ୍ଷମା କରିବେ।